ସନ୍ଧ୍ୟା 6ଟା 7ଟା ଯାଏଁ ଏଇଠି ଖେଳାଖେଳି କରୁ। ତ ଏବେ ଆଉ ସେ ଟାଇମ୍ ନାହିଁ। ଆଉ ତ ଜୟ ଜଗନ୍ନାଥ ସାଙ୍ଗମାନେ, ଆଜିର ନୂଆ ବ୍ଲଗ୍କୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜିର ବ୍ଲଗ୍ କିଛି ଏମିତି ଅଛି, ମୁଁ ଆଜି ଆପଣଙ୍କୁ ଫାଷ୍ଟ କଥା ତ ଗୋଟେ ଛୋଟ ମିନି ବ୍ଲଗ୍ କରୁଛି। ଏଇଟା ବେଶୀ ବଡ଼ ନୁହଁ, ସର୍ଟ ଭିଡ଼ିଓ ଜାଣି କହିବାକୁ ଚଳେ। ଭିଡ଼ିଓଟା କରୁଛି କେବଳ ମୁଁ ମୋ ଘରଟା କୁ ଆଜି ଆପଣଙ୍କୁ ଦେଖେଇବି, ମାନେ ଛୋଟ ଘର। ତ ଆସନ୍ତୁ ଦେଖିବା କ'ଣ କେମିତି ଘର ଅଛି, ଘର ଭିତରେ ଆଉ ବାହାର ବାଡ଼ି, ମାନେ ଆମର ଯେଉଁଟା ବିଲ କୁହନ୍ତି ସେଟା। ତ ସବୁ କିଛି ଦେଖେଇବି, ଆସନ୍ତୁ ଦେଖିବା। ବାହାରୁ ହିଁ ଷ୍ଟାର୍ଟ କରିଛି। ଫାଷ୍ଟ ଆସିବେ, ଏଇଟା ହେଉଛି ରୋଡ଼, ଏଇଟା ଆମ ଘର। ରୋଡ଼ ପାଖରେ ଆମ ଘର ପୁରା ଲାଗି। ତ ଫାଷ୍ଟ ଭିତରକୁ ଯିବା। ଆମର ଏଠି ସ୍କୁଟି ଥୁଆ ହେଇଛି, ମୋ ବାଇକ୍। ତ ଏଇଟା ବଡ଼ ଦିଦିଙ୍କର ବାହାଘର ହେଇଥିଲା। ଆମ ଚହୁରା ତ ଗେଟ୍ ଏଇଟା। ତ ଏଇଟା ଆପଣ ଫାଷ୍ଟ ଆସିବେ, ଏଇଟା ହେଉଛି ଭିତରଟା। ତା ସାଙ୍ଗରେ ଏଇଠି ୱାଶ୍ ମେସିନ୍ ଲାଗିଛି। ଏଇଟା ହେଉଛି ଆମ ୱାଶ୍ ବେସିନ୍। ଏଇଟା ହେଉଛି ମିରର। ଗଣେଶ ଭଗବାନଙ୍କୁ ମିଳିଥିଲା ଗୋଟେ। ତ ଏଇଠି ମୋର ମା, ଜେଜ, ମମି। ଇଏ ହେଉଛନ୍ତି ମୋ ମା, ଜେଜ, ଆଉ ଇଏ ହେଉଛନ୍ତି ମମି, ଯିଏକି ଆମ ଗହଣରେ ଏବେ ନାହାନ୍ତି। ତ ସେମାନଙ୍କୁ ଏବେ ବହୁତ ମିସ୍ କରେ ମୁଁ, କାହିଁକିନା ସେମାନଙ୍କ ଭଳିଆ ଆଉ ଲୋକ ମିଳିବେନି। ତ ହେଉଛନ୍ତି ମା, ଜେଜ। ଆଉ ଏପଟରେ ଆସିଲେ ମୁଁ ଗୋଟେ ଜଗନ୍ନାଥ ଫଟୋ ଲଗାଇ ଦେଇଛି। ତ ଏଇଠି ଇଲେକ୍ଟ୍ରିକ୍ ଜିନିଷ କିଛି ଏମିତି ଅଛି, ବୋର୍ଡ଼। ଆଉ ଏଇଟା ହେଉଛି ବାରାଣ୍ଡା। ଏଇଟା ଗୋଟେ ଆମର ଛୋଟ ରୁମ୍। ଆମର ଇନଭର୍ଟର ଥୋଇ ଦେଇଛୁ। ଆମର ଏଇଟା ଭି ଗାର୍ଡ଼ ଇନଭର୍ଟର ଥୋଇ ଦେଇଛୁ। ଘର ଏଇଠି କ'ଣ ବହୁତ ଚାଉଳ ଫାଳ ରଖୁଛି। ଏସବୁ ଜେଜ ଅମଳ, ମା ଅମଳର ଜିନିଷ ଥୁଆ ହେଇଛି। ଆଉ ଏଇଟା ଗୋଟେ ଘର ଝରକାଟେ ଅଛି, ସେମିତି ଅଛି। ତାପରେ ଏଇଟା ହେଉଛି ମୋ ରୁମ୍। ମୋ ରୁମ୍ରେ ଏମିତି କିଛି। ମୋ ରୁମ୍ରେ ଗୋଟେ ବାସ୍ ଏସି ଲାଗିଛି, ଲାଇଟ୍, ଖଟଟା। ତ ଏଇଠି ଗୋଟେ ଡ୍ରେସିଂ ଟେବୁଲ୍ଟା ଅଛି। ତାକୁ ଆଗରୁ ଯେତେବେଳେ ମୁଁ ଥିଲି, ଲକିରାଣୀ ହେରିକା ଥିଲେ, ବଡ଼ ଦିଦି, ସାନ ଦିଦି ହେରିକା ଥିଲେ, ସବୁ ସଜାଡ଼ି ସୁଜାଡ଼ି ରଖୁଥିଲେ। ଏବେ ତ ଆଉ କେହି ନାହାନ୍ତି, ପୁରା ଅଳିଆ। ଆଉ ଦେଖ, ଅଳିଆ କବଳିଆ କରିକି ବହୁତ ରଖିଛି ହେଲା। ତ ଏମିତି କିଛି। ଏଇଟା ଖଟ, ମୋ ଜିନିଷପତ୍ର ଏଇଠି ସବୁ ଥୁଆ ହେଇଛି ହେଲା। ତ ଏଇଟା ଗଡ଼ରେଜ୍ଟା ଗୋଟେ ଅଛି ବାସ୍। ପ୍ୟାଣ୍ଟ ସାର୍ଟ ଏଇଠି ଗଦା କରିଦେଇଛି ବହୁତ ତାର। ତ ଏମିତି କିଛି ଅଛି। ଏଇଟା ହେଉଛି ମୋ ରୁମ୍ଟା। ତ ଏବେ ବାହାରକୁ ଆସିଲା ପରେ ଏଠି ଗୋଟେ ରୁମ୍ ଅଛି, ଇଏ ରୁମ୍ଟା ହେଉଛି ଟିଭି ବାସ୍ ଗୋଟେ ଲାଗିଛି ଦୁଇଟା। ଆଉ ଏଠି ଗୋଟେ ଜଗନ୍ନାଥଙ୍କ ମୂର୍ତ୍ତି ଅଛି। ଆଉ ଏଇଠି ଆଲଣାଟା। ଏଇଠି ତାର ବୋଉ ତାର ସବୁଆଡ଼େ ଦେଖିବ, ମାନେ ବାସନକୁସନ ସବୁଆଡ଼େ, ହାଣ୍ଡି କଢ଼େଇ ସବୁ କାମ ହେଲା। ଆଉ ଏଇଟା ଫ୍ରିଜ୍ଟା ବାସ୍ ଖାଲି। ଭାଇ ଫ୍ରିଜ୍ ଭିତରେ ଯେତେବେଳେ ବାପା ଆସିବେ କି ମୁଁ ଆସିବି, ଖାଇବା ପୁରା ସଫିସିଏଣ୍ଟ ହେଲା। ତ ଏଇଟା ଫ୍ରିଜ୍। ମୋର ହିମାଳୟ ହେଇଗଲାଣି, ହିମାଳୟ। ତ ଏଇଟା ଫ୍ରିଜ୍। ଆଉ ଏଇଟା ତ ଘର। ଦେଖ, ମୁଁ ବୋଉ ତାର ଆଳୁ କେଉଁଠି ରଖିଛି, ଆଳୁ ରଖିବା ପାଇଁ ଜାଗା ନାହିଁ, ସେ ଆଳୁ ଆଣିକି ଏଇଠି ରଖିଛି ହେଲା। କ'ଣ କହିବା, ସେ ତାର ତ ରଖିବ, ତାକୁ ଆଉ କିଛି କରିହେବନି। ତ ଏଇଟା ଅଛି, ଏମିତି କିଛି ଆଳୁ ରଖିଦେଇଛି। ଆଉ ବାସ୍ ଏତିକି ତ, ଏତିକି ଗୋଟେ ଫ୍ୟାନ୍, ଆଉ କିଛି ନାହିଁ।
ଆଉ ବାହାରକୁ ଆସିବେ। ଆଉ ଗୋଟେ ରୁମ୍ ହେଉଛି ଏଇଟା, ଯେଉଁ ରୁମ୍ଟା କି ଏଟା ଗୋଟେ ରୁମ୍ ଅଛି। ଏ ରୁମ୍ଟା ହେଉଛି ଆମର ଏବେ ହେଇଥିଲା ରିସେଣ୍ଟ, ବର୍ଷେ ପାଖାପାଖି ହେଇଗଲାଣି, ବର୍ଷେ 2 ବର୍ଷ ଉପରେ ହେଇଗଲାଣି। ଏ ଘର କାମ ଏବେ ହେଇଥିଲା, କିନ୍ତୁ ଏ ଘରେ କେହି ରହୁନାହାନ୍ତି, ଆମର ତ କେହି ନାହାନ୍ତି, ତ ସେଥିପାଇଁ କେହି ରହୁନାହାନ୍ତି। ଏଇଠି ଆମେ ଠାକୁର ରଖିଦେଇଛୁ। ଗୋଟେ ମୁଁ ତିଆରି କରିଦେଇଥିଲି ଏଥିରେ ଯେଉଁ କାଠରେ, ତ ଏଇଠି ଆମେ ଠାକୁର ରଖିଦେଇଛୁ ଏମିତି। ତ ଏଇଠି ଠାକୁର ଅଛନ୍ତି। ଏଇଟା ସବୁ ମୁଁ ହିଁ ସଜାଡ଼ିଛି, ତ ଲାଇଟ୍ ଫାଇଟ୍ ମୁଁ ହିଁ ଲଗେଇ ଦେଇଛି। ଏଇଠି ଠାକୁର ଜିନିଷ କିଛି ରଖିଛୁ ବୋଉ ତାର। ଆଉ ଏଇଠି ଆମର ମଟରଟା ଲଗେଇ ଦେଇଛୁ। ଏଇଠି ବାହାରେ ଚୋରି ଗୋଟେ ମଟର ଚୋରି ହେଇଗଲା, ତ ସେଥିପାଇଁ ଏଇ ମଟରଟା ଭିତରେ ଲଗେଇ ଦେଇଛୁ, ଭିତରେ ଲଗେଇ ଦେଇଛୁ। ଆଉ ଏଇଟା ତାର ରିଙ୍କି କରିଛି, ଅର୍ଡ଼ର କରିଥିଲା ଫ୍ଲିପକାର୍ଟରୁ, ତାର କରିଛି। ଏମିତି କିଛି ଘର ଅଛି। ଆଉ ଏଠି ତ କେହି ରହୁନାହାନ୍ତି, ଏସବୁ ଗଦା କରିଦେଇଛନ୍ତି ମନ ଇଚ୍ଛା। ତାର ବୋଉ ତାର ସବୁଆଡ଼େ ଦେଖିବ, ବୋଉ ହିଁ ରଖିଛି। ଅଟା ମଟା ସବୁ ଆଣିକି ରଖିଦେଇଛି। ଆଉ ଏଇଟା ଝରକା। ଏଇଟା ହେଉଛି ସେପଟ ଗୋଟେ ଘର ଅଛି, ଯେ ବାପା ହିସାବ ହେବେ ମୋର, ରାଜାବାପାଙ୍କ ଘର। ତ ଏଠି ବି ଗୋଟେ ଆଲଣା ଅଛି। ତ ଏମିତି କିଛି ଘର ଅଛି। ଆଉ ତ ଏପଟକୁ ଆସନ୍ତୁ ଯିବା। ତ ଏପଟ ଗେଟ୍ କବାଟ ଖୋଲିବେ। କବାଟ ଖୋଲି ସାରିଲା ପରେ ଏଇଟା ଆମ ବାଡ଼ି ପଛ, ମାନେ ବାଡ଼ିକି ଯିବା ପାଇଁ। ଏଇଟା ହେଉଛି ଆମ କିଚେନ୍, ଛୋଟ ମୋଟିଆ କିଚେନ୍। ତ ଏଇଟା ଆମ କିଚେନ୍। ତ ମୁଁ ଏଇଠି ବାସନ ଷ୍ଟାଣ୍ଡ ଗୋଟେ ଲଗେଇ ଦେଇଛି, ବୋଉ ତାର ଏଇଠି ବାସନ ସବୁ ରଖୁଛି। ଆଉ ଏଇଟା ଗୋଟେ ଥାକ, ଏଠି ତାର ସବୁ ଜିନିଷ ରଖିଛି। ଏସବୁ ଅସଜଡ଼ା ହେଇକି ପଡ଼େ, ମୁଁ ଆସିବି ମାନେ ଶୁଣିବ ମାନେ ଏଗୁଡ଼ା ସବୁ ସଜଡ଼ା ହେଇଥିବ। ଏଠି ଗୋଟେ ବି ଲାଗିଛି, ଇଣ୍ଡକ୍ସନ୍ ଗୋଟେ ଥୁଆ ହେଇଛି ଏଠାରେ ଏଠି। ଆଉ ବୋଉ ତାର ଏଠି ସକାଳୁ ରୋଷେଇବାସ ବି ଚଲେଇଛି। ଫ୍ୟାନ୍ ବି ଗୋଟେ ଲଗେଇ ଦେଇଛି, ରୋଷେଇ କ'ଣ କରୁଛି ଗୋଟେ। ତ ଏଇଠି ଗୋଟେ ଆକ୍ୱାଗାର୍ଡ଼ ମୁଁ ଲଗେଇ ଦେଇଛି ଲିପ୍ଟର। ଗାଡ଼ିଟା ଏବେ ରିସେଣ୍ଟ ନୂଆ ଲାଗିଛି, କଳ ଲାଗିଛି। ତ ଏଇଟା ହେଉଛି ଆମ ପଛପଟ ଯେଉଁ ବାଡ଼ି ଯେଉଁଟା, ସେଇଟା। ଏଇଠି ତାର ବୋଉ ରୋଷେଇ ଫୋଷେଇ କରୁଛି ଖରାଦିନେ ବାହାରେ। ଏଇଟା ହେଉଛି ଆମ ଚୁଲି। ଆଉ ପଛରେ ଏଇଠି ଗୋଟେ ଗଛଟା ଥିଲା, ଏ ଗଛଟା ବହୁତ ଦିନ ହେଲାଣି ଅଛି, କଟା ହେଇନି ଅଛି। ଆଉ ଏଇଟା କିଛି ଆମ ଘର ଅଛି। ଏଇପଟରେ ବାହାରକୁ ହେଉଛି ଆମ କୂଅ, ତ ଏଇଠୁ ହିଁ ପାଣି ଯାଉଛି, ମଟର ଲାଗିଛି। ଏ ସିଷ୍ଟମ୍ଟା ଏଇଠି ଅଛି ବୁଝିବା ପାଇଁ। ତ ଆସନ୍ତୁ ମୁଁ ଆପଣଙ୍କୁ ବାଡ଼ିଟା ଦେଖାଉଛି ହେଲା। ବାଡ଼ି ଆଉ ଛାତ ଉପର ଦୁଇଟା ଦେଖେଇବି। ଆଉ ଲାଟ୍ରିନ୍ ବାଥରୁମ୍ କଥା କହୁଛନ୍ତି, ଆମର ଲାଟ୍ରିନ୍ ବାଥରୁମ୍ ଏଟା ହେଉଛି ଲାଟ୍ରିନ୍ ବାଥରୁମ୍। ଏଇଠି ଜାଳ ଫାଳ ରହୁଛି, ଆଉ ବୋଉ ତା ରଖୁଛି ଆଉ ହେଲା। ଏଇଟା ହେଉଛି ବାଡ଼ି। ଏଠି ଯେଉଁ ନଡ଼ା ଫଡ଼ା ଥୁଆ ହେଇଛି, ଏଇଟା ଆମର ନୁହଁ, ଏଇଟା ସେ ଆମ ଘର ପାଖରେ ଗୋଟେ କୁନ୍ଦିରି, ତ ତାଙ୍କର ଜାଗା ନେଇ ସେ ତାଙ୍କର ରଖିଦେଇଛନ୍ତି। ଆଉ ଏଇଟା ହେଉଛି ଆମ ବାଡ଼ି। ଏଠି ଗୁଆ ଗଛ ସବୁ ବାପା ତାଙ୍କର ଲଗେଇଛନ୍ତି ହେଲା। ହଉ, ଏଇଟା ବାଡ଼ି ତଳକୁ ଯିବା ପାଇଁ ହେଲା। ତ ଘରେ କେହି ରହୁନାହାନ୍ତି, ସେଥିପାଇଁ ସବୁ ଏମିତି ନାସ୍ନା ହେଇକି ପଡ଼ିଛି। ନହେଲେ ଘରେ ଯେତେବେଳେ ରହୁଥିଲେ ମୁଁ କିମ୍ବା ବଡ଼ ଦିଦି ହେରିକା ଆମେ ସବୁ ଥିଲୁ, ତ ସେତେବେଳେ ସବୁ ସଫାସୁତୁରା ରୁହେ। ଆଉ ଏଠି ସବୁ କଦଳୀ ଗଛ, ଏ କଦଳୀ ଗଛ ସବୁ ବାପା ଲଗେଇଛନ୍ତି ହେଲା। 2-3ଟା କଦଳୀ ଗଛ ଫଳୁଛି, ଯେଉଁଟା ଛୋଟ ଗୁଡ଼ା ସେଇଗୁଡ଼ା ହିଁ ଫଳୁଛି କଦଳୀ। ତ ଏଇଠି ଗୋଟେ ଦେଖନ୍ତୁ ଫଳିଛି ବି କଦଳୀ, ଦେଖନ୍ତୁ ଏ ବୁଝିପାରୁଛନ୍ତି କି। ତ ଏମିତି କିଛି ଜିନିଷ ଅଛି। ଏଇଟା ହେଉଛି ବ୍ୟାକ୍ ସାଇଡ଼୍, ପୁରା ଜଙ୍ଗଲ ହେଲା। ତ ନଡ଼ିଆ ଗଛ ବହୁତ ଗୁଡ଼ା ଆମର ଅଛି। ତ ଆଗରୁ ଥିଲା ତଥାପି 20-25ଟା ଖଣ୍ଡେ, ଏବେ ସବୁ ମାନେ ବାତ୍ୟାରେ ଭାଙ୍ଗି ଯାଇକି ଏବେ ଅଛି ତଥାପି 10ଟା ଖଣ୍ଡେ ଅଛି। ତ ଏଇଟା ହେଉଛି ବାରତଳ। ତ ଏଇଠି ଆମର ଖେଳାଖେଳି ଆଗରୁ ସବୁ ଥିଲା, ଯେତେବେଳେ ଆମେ ଛୋଟ ଥିଲୁ ସବୁବେଳେ ଏଇଠି ଖେଳ। ଆସିକି 4ଟା ବାଜିବ ନାହିଁ, ଆମେ ଆସିକି ଏଠି 2ଟାରୁ ପୁରା ସନ୍ଧ୍ୟା 6ଟା-7ଟା ଯାଏଁ ଏଇଠି ଖେଳାଖେଳି କରୁ। ତ ଏବେ ଆଉ ସେ ଟାଇମ୍ ନାହିଁ, ଆଉ ସମସ୍ତଙ୍କ ବାଟରେ ପୁରା ବଣ ଜଙ୍ଗଲ ହେଇଗଲାଣି। ନହେଲେ ଆଗରୁ ବହୁତ ସଫା ଥାଏ। ତ ଏମିତି କିଛି ଅଛି ଘର। ଆଉ କାହିଁକିନା ଆମର ବେଶୀ ଧନୀ ନୁହଁ,
ସେଥିପାଇଁ ଯେତିକି ଅଛି ଭାଇ ଭଲରେ ଅଛୁ, ଭଗବାନ ଭଲ ରଖିଛନ୍ତି। ତ ଆମେ ସବୁ ଜିନିଷ ଧୀରେ ଧୀରେ କରୁଛୁ। ଆଉ ଏଇଟା ହେଉଛି ଆମର ପାହାଚ, ଆମର ବାହାରେ ପାହାଚଟା ଅଛି। ତ ଘର ଭିତରେ କିଛି ନାହିଁ, ସେଡ଼ି ଘର, ସେଡ଼ିଟା ଆମର ବାହାରେ। ତ ଉପରକୁ ବି କାହାର ଆସିବାର ବି ନାହିଁ, ତ ସେଥିପାଇଁ ଆମର ବାହାରେ। ଏଠି ଯେଉଁ ନାମଜାଦିଆ ମିସ୍ତ୍ରୀ ଦେଖନ୍ତୁ, ନାମଜାଦିଆ ମିସ୍ତ୍ରୀ ଛାତଟା ପକେଇଥିଲେ। ତ ସବୁ ଦେଖନ୍ତୁ କେମିତି ପଲସ୍ତରା ଉପରେ ସବୁ ଖରାପ ହେଇଯାଇଛି ହେଲା। ତ ଏଇଟା ଆମ ଛାତ ଉପରଟା, ଏଇ ଟାଙ୍କିଟା ଏବେ ନୂଆ ଲାଗିଛି। ଏଇଟା ଟାଟା ସ୍କାଏ ଖାଲି ଯାହା ଲାଗିଛି, ଟାଟା ସ୍କାଏଟା ଖାଲି ଯାହା ଲାଗିଛି, କିନ୍ତୁ କିଛି ଲାଭ ନାହିଁ ହେଲା। ଏମିତି କିଛି ଛାତ ଉପରେ ଅଛି। ଆଉ ସବୁ ଗୁଆ ଗଛ ଆମରି ଲଗା ହେଇଛି ସବୁ। ଆଉ ଯେତକ ଏଠି ନଡ଼ିଆ ଗଛ ସବୁ ଆମରି। କିନ୍ତୁ ନଡ଼ିଆ ଆଗରୁ ଯେତେବେଳେ ଜେଜେମା ହେରିକା ଥିଲେ, ନଡ଼ିଆ ବହୁତ ଭଲ ଫଳେ, କିନ୍ତୁ ଏବେ ଆଉ ନଡ଼ିଆ ସେମିତି ଫଳୁନି, ବହୁତ କମ୍ ଫଳୁଛି। ଏଇଆ ହେଉଛି ଜିନିଷ। ଆଉ ଏଇଟା ହେଉଛି ତଳକୁ ଯିବା ପାଇଁ, ପୁଣି ଏଇପଟରେ ଆସିବେ। ତ ମୁଁ ଆପଣମାନଙ୍କୁ ଘର ଯାହା ଥିଲା, ଯେତିକିଟା ଆମର ଘର, ରୁମ୍ ଆଉ ବାହାର ଦେଖେଇ ଦେଇଛି। ତ ଜଜ୍ କରିବେନି, କାହିଁକିନା ଆମର ଗରିବ ଲୋକ, ସେଥିପାଇଁ ଛୋଟ ମୋଟ ଘର। ତ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଗୋଟେ ନୂଆ ବ୍ଲଗ୍ରେ। ତ ରହିଲି, ବାଏ ବାଏ, ଟାଟା।